को आश्रय करी जीवन धारण करो। समस्त को प्रश्न उपनिषद भीतर को स्वागत करुछि। आमे समवेत भावरे वेद निहित ज्ञान ऋषिवाक्य अध्ययन आलोचना करिबा। ए ऋषिवाक्य आलोचना करिबा सहित से मंत्र द्रष्टा ऋषि मानकर चेतना सहित एकात्म हेबा। आमे प्रकारांतरे खूब भाग्यवान जे आमे भारतवर्ष रे जन्म ग्रहण करिछु। श्री अरविंद बहु दृष्टि एक कथा उपरे गुरुत्व आरोप करिसंती। जेमिति लोक सकल सहित भितरे पृथ्वी खूब गुरुत्व वहन करे। से समस्त वीरपुत्र मानक एठी अवतरण करैछंती। से अमृतपुत्र मानक अवतरण करैछंती। सेमिति ए पृथ्वी भितरे अनेक देश महादेश रही। ता भितरे भारतर मध्य खूब गुरुत्व रही। श्री अरविंद भारत माता को भवानी भारती सहस्रभुजा दुर्गति नाशिनी जगदम्बा सहित तुलना करिसंती। माँ भवानी भारती तांको कଳରେ से यज्ञपुत होमकुंडरू केते केते नूतन संतान अमृत संतान ऋषि मानक जन्म देइछंती। विश्व सृष्टि और निजर अभिव्यक्ति क्षेत्र में परमात्मा ए भारत भूमि को एक निर्वाचन भूमि रूपे बाछिचंती। ए भारत भूमि जाम्बुद्वीप एटा वेदभूमि एवं देवभूमि भली कहा जाए। एवं तांकर परमात्मा ऋषि मानक द्वारा ये भारत भूमि रे तांको निजर अभियात्रा को सफल करिसंती। ये दिव्य भूमि भारतवर्ष रे माँ भवानी भारती से प्रकृतिमयी से शक्तिमयी से प्रज्ञानमयी परमंक अमृतमय कथा वस्तुर कहानी ऋषि माने दिव्य श्रुति द्वारा श्रवण करथिले। गत थर रवि भाई कहीं वेद को श्रुति बोली कहा जायछि। श्री अरविंद उक्ति को अध्ययन कला बेले खूब रुचिवंत मने होउथला जे प्रकृत से ज्ञान से पराज्ञान स्रोत रूप से ऊर्ध्वरु निःसृत होइछि। जहाकू से ऋषि माने यज्ञपुतरु बा यज्ञ पृथ्वीर यज्ञभूमि जन्म होई से पृथ्वी से ऋषि माने ही ताकू श्रवण करिवार ताकू देखिबार सामर्थ्य होइचंती। सेति मंत्र दृष्टा ऋषि बोली ताकू कहा जाए। तांको दिव्य दृष्टि द्वारा से मंत्र को देखिचंती एवं तांकर से दिव्य श्रुति द्वारा से परम ज्ञान को श्रवण करिसंती एवं तांकर से शक्तिशाली बाक पास कथा को परमंकर तांकर से दिव्य बाक द्वारा ऋषि माने प्रकाशित करिसंती। जहाँ को अध्ययन कले एमि लगे जे इमिति एक समय थिला जेतेबेले भारत भूखंड रे केवल ज्ञानर चर्चा होउथला। ज्ञान प्राप्ति और ज्ञानर वितरण एक दैनंदिन कार्य रूपे थिला। सेटा ही ताकर श्रेष्ठता बहन करुथला जे परम निजे से मानक द्वारा तांकर सब दिव्य कार्यटी को एठी संपादन करुथिले। आमे तांकर दयाधि भाव
ସେ ଋଷିମାନଙ୍କର ଆଶୀର୍ବାଦରୁ ଏ ଭାରତବର୍ଷରେ ଜନ୍ମ ହେଇଛୁ ଏବଂ ତା ଭିତରେ ଆମେ ନିଜକୁ କାହିଁକି ଲାଗେ ଯେ ଆମେ ଖୁବ୍ ଭାଗ୍ୟବାନ ଯେ ସେହି ଋଷିମାନଙ୍କର ମନ୍ତ୍ରକୁ ପଠନ କରିବା ପାଇଁ, ଶ୍ରବଣ କରିବା ପାଇଁ, ତାକୁ ମନନ କରିବା ପାଇଁ ଗୋଟେ ପରିବାର ରୂପେ ଆମେ ଏକାଠି ହେଇଛୁ ଏବଂ ଆମେ ଆମର ତମସାଚ୍ଛନ୍ନ ବୁଦ୍ଧି ମାଧ୍ୟମ ଦେଇ କିଛି କିଛି ବୁଝିବାକୁ ଇଚ୍ଛା କରିଛୁ ଏବଂ ସଦାବେଳେ ତାଙ୍କର ଆଶୀର୍ବାଦ ପାଇଁ ଅପେକ୍ଷା କରି ରହିଛୁ ଯେ ସେହି ଋଷିମାନଙ୍କର ଆଶୀର୍ବାଦରୁ ଆମେ ଯେମିତି ତାଙ୍କୁ ବୁଝିବାକୁ ସମର୍ଥ ହେଇପାରୁ। ତେଣୁ ମନୁଷ୍ୟର ଯେଉଁ ଆଧ୍ୟାତ୍ମିକ ଜୀବନର ଏଇ ଯେଉଁ ସନାତନ ସତ୍ୟ, ସେହି ସନାତନ ସତ୍ୟ ଏ ପୃଥିବୀପୃଷ୍ଠ ଯେତେବେଳେ ରୂପ ଗ୍ରହଣ କରୁଛି, ବେଦରେ ଅତି ଚମତ୍କାର ଭାବରେ ବର୍ଣ୍ଣନା କରୁଛନ୍ତି। ସେଇ ଜ୍ଞାନ କେବଳ ଗୋଟେ ବିଦ୍ୟା ହିସାବରେ ଏଠି ଆସିନାହିଁ ବା ସାହିତ୍ୟ ହିସାବରେ ଏଠି ଆସିନାହିଁ। ଏ ଜ୍ଞାନ ତା ରୂପ ନେଇକରି ସେ ଏଠାକୁ ଆସୁଛି ଏବଂ ତାଙ୍କର ଅସୀମ ରୂପ ସେ ଋଷିମାନଙ୍କ ଦେଇ ପ୍ରକାଶିତ ହେଉଛନ୍ତି ଏବଂ ଏହା ସହିତ ସେ ସୁନ୍ଦର ଭାବରେ ବେଦରେ ବର୍ଣ୍ଣନା ରହୁଛି ଯେ ସେ ଜ୍ଞାନ ସହିତ ଦେବତାମାନେ ମଧ୍ୟ ଏ ପୃଥିବୀପୃଷ୍ଠକୁ ଅବତରଣ କରୁଛନ୍ତି। ମା ସରସ୍ୱତୀ ଅବତରଣ କରୁଛନ୍ତି, ଇଳା, ପୁଷ୍ୟା ଆଉ ମରୁତଗଣ ଏବଂ ଦ୍ୱାଦଶ ଶିବ, ଏମାନେ ସମସ୍ତେ ଅବତରଣ କରୁଛନ୍ତି ଋଷିଙ୍କ ସହିତ। ଶ୍ରୀ ଅରବିନ୍ଦ ଅତି ଚମତ୍କାର ଭାବରେ କହୁଛନ୍ତି ଯେ ଯେତେବେଳେ ଏ ପୃଥିବୀ ସହିତ, ପୃଥିବୀ ଭିତରକୁ ଜ୍ଞାନର ସହିତ ଦେବତାମାନେ ଅବତରଣ କରୁଛନ୍ତି। ଦେବତାର ଶବ୍ଦ ସୁନ୍ଦର ଭାବରେ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ଦେବତା ହେଉଛନ୍ତି ଗୋଟେ ରିଫ୍ଲେକ୍ଟର। ସେ ପରମଙ୍କର ଯୋଜନାକୁ, ପରମଙ୍କର ଜ୍ଞାନର ଉର୍ଜାକୁ ସେମାନେ ତାଙ୍କ ଦ୍ୱାରା ହିଁ ସେମାନେ ଏଠି ପୂରଣ କରିବେ, ଏଠି କାର୍ଯ୍ୟକାରୀ କରାଇବେ। ଯେମିତି ସୂର୍ଯ୍ୟଙ୍କୁ ଆମେ ସିଧାସଳଖ ଦେଖିପାରନ୍ତି ନାହିଁ, କେବଳ ରିଫ୍ଲେକ୍ଟର ଦ୍ୱାରା ଦେଖି ହୁଏ। ଚନ୍ଦ୍ରମାଙ୍କ ଦ୍ୱାରା ସୂର୍ଯ୍ୟଙ୍କୁ ଦେଖି ହୁଏ। ସେମିତି ଏ ପୃଥିବୀ ପୃଷ୍ଠରେ, ବିଶ୍ୱରେ ଦେବତାମାନଙ୍କ ଦ୍ୱାରା ପରମଙ୍କର ଉର୍ଜାକୁ ଦେଖି ହେବ। ତେଣୁ ଏଠି ଯେତେ ଜୀବ ଅଛନ୍ତି ସ୍ଥୂଳ ଭାବରେ ତାଙ୍କର ଅଭିବ୍ୟକ୍ତି କ୍ଷେତ୍ରରେ ଯେଉଁ ସତ୍ତାମାନେ ଜନ୍ମଗ୍ରହଣ କରିଛନ୍ତି, ତାଙ୍କ ସହିତ ଦେବତାମାନେ ମଧ୍ୟ ଆମ ସହିତ ବିଚରଣ କରୁଛନ୍ତି ଏବଂ ତାଙ୍କର ଯୋଜନାକୁ ସଫଳ କରୁଛନ୍ତି। ଆମେ ଯେତେବେଳେ ଭଗବାନଙ୍କର ଜୀବନ ସହିତ ଏକାତ୍ମ ହଉ, ସେ ଏକାତ୍ମତା ହେବାରେ ଦେବତାମାନେ ଆମକୁ ଅନେକ ସାହାଯ୍ୟ କରନ୍ତି, କରୁଛନ୍ତି ମଧ୍ୟ। ଯାହା ଆମେ ସୂକ୍ଷ୍ମ ଭାବରେ ଯଦିବା ଆମେ ସ୍ଥୂଳ ଭାବରେ ଅନୁଭବ କରିପାରୁନୁ, କିନ୍ତୁ ଶ୍ରୀ ଅରବିନ୍ଦ ତାକୁ ସୁନ୍ଦର ଭାବରେ କହୁଛନ୍ତି ଯେ ଆମର ଭଗବାନଙ୍କର ଯୋଜନା ସହିତ ଏବଂ ଆମର ସାଧନା ସହିତ ଏବଂ ବିଶ୍ୱ ପ୍ରକୃତି ନିଜେ ସାଧନା କରୁଛି, ଯଜ୍ଞ କରୁଛି ଏବଂ ଦେବତାମାନେ ମଧ୍ୟ ଆମକୁ ସାଧନା କରୁଛନ୍ତି। କାହିଁକି ଏ ଯାତ୍ରାଟି ହେଉଛି ଗୋଟେ ଅମୃତର ଯାତ୍ରା, ଅମରତ୍ୱଙ୍କର ଯାତ୍ରା। ସେ ନିଜେ ପୃଥିବୀପୃଷ୍ଠକୁ, ସେ ଅମରତ୍ୱ ଭୂମିରୁ ଏ ଜଗତ ଜନ୍ମ ହୋଇଛି ଏବଂ ସେ ଅମରତ୍ୱ ଭୂମିକୁ ପୁଣି ସେ ଯାତ୍ରା କରିବାର ଅଭିପ୍ରାୟ ରଖିଛି। ତେଣୁ ଏଠି ଯେଉଁ ସାଧନା ବା ଏଠି ଯେଉଁ ବିଦ୍ୟାର ଯେଉଁ ଉର୍ଜା, ଏଠି ସବୁ ଗୋଟେ ସାଧନା ପ୍ରସୂତ ଭାବରେ ଚେତନାବନ୍ତ ହୋଇ ସେମାନେ କାର୍ଯ୍ୟ କରୁଛନ୍ତି ଏବଂ ସେ ଋଷିମାନେ ସେମାନେ ପ୍ରକୃତରେ କୌଣସି ଇନ୍ଦ୍ରିୟମାନଙ୍କ ଦ୍ୱାରା ସେମାନେ ଇନ୍ଦ୍ରିୟଗ୍ରାହୀ ନଥିଲେ। ସେମାନେ ଇନ୍ଦ୍ରିୟର ବହୁ ଊର୍ଦ୍ଧ୍ୱରେ ଇନ୍ଦ୍ରିୟାତୀତ ହୋଇ ଗୋଟେ ସମନ୍ୱିତ ଭୂମିରୁ ତାଙ୍କର ଯାତ୍ରା ହେଉଥିଲା ଏବଂ ସେମାନେ ସିଧାସଳଖ ଏହି ବିଶ୍ୱ ଯୋଜନା ସହିତ, ପରମଙ୍କ ଯୋଜନା ସହିତ ଏକାତ୍ମ ହେଉଥିଲେ, ଯାହାଫଳରେ କି ସେମାନେ ତାଙ୍କୁ ଦେଖିପାରୁଥିଲେ। ସେହି ଦୃଷ୍ଟିରୁ ବେଦକୁ ବୁଝିବା
এই স্থୂଳ ମସ୍ତିଷ୍କ ଦେଇ ସମ୍ଭବ ହୁଏନି। ସେଥିପାଇଁ ଇନ୍ଦ୍ରିୟାତୀତ ଗୋଟେ ଭୂମିଟିଏ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ସେଥିପାଇଁ ଧ୍ୟାନ, ଧାରଣା, ସମାଧି ଇଏ ଯେଉଁ ଅବସ୍ଥା ଯେ ଟୁ ଲିଭ୍ ଇନ୍, ଭଗବାନଙ୍କ ସହିତ ବଞ୍ଚିବା, ଭଗବାନଙ୍କୁ ଜାଣିବା, ଟୁ ନ, ତାକୁ କହନ୍ତି ଧାରଣା। ଏବଂ ଟୁ ଧ୍ୟାନ କରିବା ଅର୍ଥାତ୍ ଟୁ ଲିଭ୍ ଇନ୍, ତାଙ୍କ ସହିତ ବଞ୍ଚିବା। ଏଣ୍ଡ ଟୁ ବିକାମିଂ, ଏବଂ ସମାଧିସ୍ଥ ହେବା, ତାଙ୍କ ସହିତ ଏକାତ୍ମ ହୋଇ ତାଙ୍କୁ ହିଁ କେବଳ ତାଙ୍କର ସାମ୍ରାଜ୍ୟକୁ ପ୍ରତିଷ୍ଠା କରିବା। ଏଇଟା ହେଉଛି ଗୋଟେ ଭଗବାନଙ୍କର ଯୋଜନା। ସେଥିପାଇଁ ଆମକୁ ଗୋଟେ ସ୍ଥୂଳ ଧାରଣା ବା ସ୍ଥୂଳ ଜ୍ଞାନର ଆବଶ୍ୟକତା ରହିଥାଏ, ଟୁ ନୋ, ଜାଣିବା। ସେଥିପାଇଁ ଆମେ ତୈତ୍ତିରୀୟ ଉପନିଷଦରେ ଗୋଟେ ଜାଣିବା, ଏ ସ୍ଥୂଳ ଭାବରେ ଜାଣିବା, ଅକ୍ଷରକୁ ଜାଣିବା, ଜଗତକୁ ଜାଣିବା। ସେଥିପାଇଁ ଇତିହାସ ପଢ଼ୁଛୁ, ଭୂଗୋଳ ପଢ଼ୁଛୁ। ଇଏ ଜାଣିବା ସହିତ ପରମଙ୍କୁ ଜାଣିବାର କି ସମ୍ବନ୍ଧ ରହିଛି? ଇଏ ଜାଣିବା ଦ୍ୱାରା ଆମେ ଆମର ମେଧାକୁ ପ୍ରସ୍ତୁତ କରୁଛୁ। ଏବଂ ମେଧା ହେଉଛି ଯେ ଭଗବାନଙ୍କର ପ୍ରତୀକ ସ୍ୱରୂପ ଏ ସ୍ଥୂଳ ଜଗତରେ। ସେ ହିଁ ଜ୍ଞାନକୁ ଧାରଣ କରିପାରିବ ଏବଂ ଜ୍ଞାନ ସେଇ ମେଧାକୁ ଭୂମି ରୂପେ ନେଇ ତାଙ୍କର ଅନନ୍ତ ଉର୍ଜାକୁ ସେଠି ପ୍ରକାଶିତ କରିପାରିବ। ସେଥିପାଇଁ ଋଷି ମାନେ ସେମାନେ ଯେତେବେଳେ ଏଇ ଜ୍ଞାନ ପ୍ରାପ୍ତ କରୁଥିଲେ, ପ୍ରାପ୍ତ କରି ସେମାନେ ଅରଣ୍ୟ ଭିତରକୁ ପଳାଇ ଯାଉଥିଲେ ଏବଂ ଅତି ଶାନ୍ତ ଭାବରେ ଅରଣ୍ୟ ଭିତରେ ରହି ତାକୁ ଦେଖୁଥିଲେ, ଶ୍ରବଣ କରୁଥିଲେ। ଅତି ସୂକ୍ଷ୍ମ ଏ ଜ୍ଞାନ, ଏ ସୂକ୍ଷ୍ମ ଭିତରକୁ କୌଣସି କୋଳାହଳ ପ୍ରବେଶ କରିପାରିବ ନାହିଁ। ସେଥିପାଇଁ ୟାକୁ ଆରଣ୍ୟକ ବୋଲି କୁହାଯାଏ। ତେଣୁ ସେଇଠି ସେମାନେ ସେଇ କିଛି ଗ୍ରାହୀ ବା ଯେଉଁମାନେ ବେଦକୁ ବା ସେ ଜ୍ଞାନର ଉର୍ଜାକୁ ଦେଖିବା ପାଇଁ ଇଚ୍ଛା କରୁଛନ୍ତି, ସେମାନଙ୍କ ସହିତ ସେ ଜ୍ଞାନର ଚର୍ଚ୍ଚା ସେମାନେ କରୁଥିଲେ। ସେଇ ଚର୍ଚ୍ଚାକୁ ନେଇକରି ଆଜି ଆମେ ଉପନିଷଦ ପଢ଼ିବା, ପ୍ରଶ୍ନ ଉପନିଷଦ। ଏ ପ୍ରଶ୍ନ ଉପନିଷଦର ଏକ ଏଇଟା ଗୋଟେ ଆମର ଅଥର୍ବ ବେଦର ଉପନିଷଦ। ଆଉ ଅଥର୍ବ ବେଦ ଏମିତି ଏକ ବେଦ ଯେଉଁ ବେଦଟା ଗୋଟେ ମେଧାର ଭୂମିକୁ ପ୍ରସ୍ତୁତ କରେ। ଆମେ ସେ ପ୍ରକୃତରେ ବେଦ, ଏ ତିନିଟି ବେଦ ଅଲଗା ଅଲଗା ରୂପରେ ପୃଥିବୀ ପୃଷ୍ଠରେ ଅଲଗା, ଚାରିଟା ବେଦ ଅଲଗା ଅଲଗା ଭାବରେ ନଥିଲା। ଗୋଟେ ହିଁ ଜ୍ଞାନ ଥିଲା, ଗୋଟେ ହିଁ ବେଦ ଥିଲା। କିନ୍ତୁ ପ୍ରଜ୍ଞାନୀ, ସବୁଠାରୁ ଅତି ଜ୍ଞାନୀ ବ୍ୟାସଦେବ, ଇଏ ତାକୁ ଚାରି ଭାଗରେ ବିଭକ୍ତ କରିଦେଲେ। ଗୋଟିଏ ହେଲା ମନ୍ତ୍ରର ଭୂମି, ସେଟା ଋଗ୍ବେଦ। ଆଉ ଗୋଟେ ଅଛି ସେଇ ମନ୍ତ୍ରକୁ ନେଇ, ସେଇ ବେଦକୁ ନେଇ ଯେଉଁ ଯଜ୍ଞ କରାଯାଏ, କର୍ମର ଭୂମି, ତାକୁ କଲେ ସେ ଯଜୁର୍ବେଦ। ଏବଂ ତାପରେ ସେ ମନ୍ତ୍ରକୁ କିନ୍ତୁ ଅବଗାହନ କରିହେବ, ତାକୁ ସାମବେଦ ରୂପରେ, ସଙ୍ଗୀତ ରୂପରେ ଏଠି ଅଲଗା ଅଲଗା ଭୂମି ତିଆରି କଲେ। ଏବଂ ଏ ଅଥର୍ବବେଦର ଯେ ପ୍ରୟୋଗାତ୍ମକ ଭୂମି, ପ୍ରକୃତରେ ଜ୍ଞାନକୁ ସେ ଏକମାତ୍ର ଜ୍ଞାନ, ଗୋଟିଏ ଜ୍ଞାନ, ଯାହାକୁ ଯେମିତି ଅଥର୍ବବେଦ ଆମର ମୁଣ୍ଡକ ଉପନିଷଦରେ ଶୌନକ ପଚାରୁଛନ୍ତି ଅଙ୍ଗିରସଙ୍କୁ ଯେ କେଉଁ ଜ୍ଞାନ ପ୍ରାପ୍ତ ହେଲେ ମୁଁ ସମଗ୍ର ଜ୍ଞାନକ ପ୍ରାପ୍ତ ହେଇଯିବି। ମୋତେ ଅଲଗା ଅଲଗା ବିଦ୍ୟା ପଢ଼ିବାକୁ ପଡ଼ିବନି, ମୋତେ ଇକୋନୋମିକ୍ସ ପଢ଼ିବାକୁ ପଡ଼ିବନି, ମୋତେ ଫିଜିକ୍ସ ପଢ଼ିବାକୁ ପଡ଼ିବନି, କି ମୋତେ କେମିଷ୍ଟ୍ରି ପଢ଼ିବାକୁ ପଡ଼ିବନି, ମୋତେ ଇତିହାସ ପଢ଼ିବାକୁ ପଡ଼ିବନି। କିନ୍ତୁ ଏମିତି ଜ୍ଞାନ ରାଜ୍ୟରେ ମୁଁ ପହଞ୍ଚିବା, ଜ୍ଞାନକୁ ଜାଣିବି, ଯେଉଁଠି ପହଞ୍ଚିଲେ ମୁଁ ଇକୋନୋମିକ୍ସକୁ ବୁଝିପାରୁଥିବି, ମୁଁ ଗଣିତକୁ ବୁଝିପାରୁଥିବି, ପଦାର୍ଥ ବିଜ୍ଞାନକୁ ବୁଝିପାରୁଥିବି, ସବୁ କଥାକୁ ସେଇଠି ମୁଁ ଦେଖିପାରୁଥିବି। ସେଇଠି ସୁନ୍ଦର ଭାବରେ ସେ କହୁଛନ୍ତି ଯେ ବେଦାନ୍ତ ନିହିତ ଆତ୍ମଜ୍ଞାନ। ସେ ଆତ୍ମଜ୍ଞାନର ଗୋଟେ ଜ୍ଞାନର ଉର୍ଜାରେ ପହଞ୍ଚିଲେ ସବୁ କଥାକୁ ଦେଖିହେବ। ମଣିଷର ସ୍ଥୂଳ ମସ୍ତିଷ୍କ ବୁଝିବା ପାଇଁ ବ୍ୟାସଦେବ ସେଇ ପରାଜ୍ଞାନରୁ ଅଲଗା ଅଲଗା ଚାରୋଟି ଭୂମିଟି ପ୍ରସ୍ତୁତ କଲେ। ପୁଣି ସେ ବେଦ ନିହିତ
ଏଇ ଅର୍ଥକୁ ବା ଚାରୋଟି ଜ୍ଞାନକୁ ତାକୁ ପୁଣି କେମିତି ଋଷିମାନେ ତାକୁ ତାଙ୍କର ଆରଣ୍ୟକ ଭୂମିରେ ବା ତାଙ୍କର ଅରଣ୍ୟ ଭିତରେ ରହି କେମିତି ଚର୍ଚ୍ଚା କରୁଥିଲେ, ଅଥର୍ବବେଦକୁ କେମିତି ଚର୍ଚ୍ଚା କରୁଥିଲେ। ଦୁଇ ଜଣ ଋଷି, ସେ ହେଉଛନ୍ତି ପିପ୍ପଳଦ ଆଉ ଜଣେ ହେଉଛନ୍ତି କବନ୍ଧି, ପିପ୍ପଳଦ ଆଉ ସୌନକ। ତେଣୁ ଆମର ଅଥର୍ବବେଦକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ଗୋଟେ ହେଉଛି ପିପ୍ପଳଦ ଅଥର୍ବବେଦ, ଆଉ ଗୋଟେ ହେଉଛି ସୌନକ ଅଥର୍ବବେଦ। ତେଣୁ ଆମେ ଯେଉଁ ଆଜି ଅଥର୍ବବେଦକୁ ପଢ଼ିବା ପାଠ କରିବା ସେଇଟା ହେଉଛି ପିପ୍ପଳଦଙ୍କ ଅଥର୍ବବେଦ। ଏବଂ ବିଶ୍ୱାସ କରାଯାଏ ଯେ ପିପ୍ପଳଦଙ୍କର ଅଥର୍ବବେଦଟା ଏଇ ଓଡ଼ିଶା ଭୂମିରେ ହିଁ ତାକୁ ପ୍ରୟୋଗ କରାଯାଇଥିଲା। ଏବଂ ଏଇ ମୟୂରଭଞ୍ଜରେ ହିଁ ସେ ଜାଗାଟି ଅଛି ଯେଉଁଠିକି ଭୂଗର୍ଭ ତଳୁ କିଛି ବର୍ଷ ତଳେ ଅଥର୍ବବେଦର ଅନେକ ଗ୍ରନ୍ଥ ସବୁ ମିଳିଛି। ଆଉ ସେ ବିଷୟରେ ଆମେ ଆହୁରି ଆଲୋଚନା କରିବା। ବର୍ତ୍ତମାନ ଆମେ କଥା ଅନୁସାରେ ଯେ ଆମେ ଆଜି ପ୍ରଶ୍ନ ଉପନିଷଦ ପଢ଼ିବା। ଆଉ ପ୍ରଶ୍ନ ଉପନିଷଦର ପଠନ ପୂର୍ବରୁ ପ୍ରତ୍ୟେକ ଉପନିଷଦର ପଶ୍ଚାତରେ ଗୋଟେ ଶାନ୍ତି ମନ୍ତ୍ର ଥାଏ ଏବଂ ସେହି ଶାନ୍ତି ମନ୍ତ୍ର ସେ ଉପନିଷଦର ସମସ୍ତ ଉର୍ଜାକୁ ସୂତ୍ର ରୂପରେ ଆମ ପାଖରେ ଆଣି ଛିଡ଼ା କରାଏ। ତେଣୁ ଶାନ୍ତି ମନ୍ତ୍ରର ଅନେକ ଗୁରୁତ୍ୱ ରହିଛି। ସିଏ ଏକ ପ୍ରାର୍ଥନା, ସିଏ ଏକ ସମର୍ପଣ। ତେଣୁ ଏହି ଶାନ୍ତି ମନ୍ତ୍ର, ଆଜିର ଯେଉଁ ଶାନ୍ତି ମନ୍ତ୍ର ଉଚ୍ଚାରଣ କରିବା ପ୍ରଶ୍ନ ଉପନିଷଦର, ଏ ଶାନ୍ତି ମନ୍ତ୍ରଟା ଅତି ଗଭୀରତମ ଶାନ୍ତି ମନ୍ତ୍ର। ତାକୁ ଆମେ ସମବେତ ଭାବରେ ଉଚ୍ଚାରଣ କରିବା। ଓଁ ଭଦ୍ରଂ କର୍ଣ୍ଣେଭିଃ ଶୃଣୁୟାମ ଦେବାଃ ଭଦ୍ରଂ ପଶ୍ୟେମାକ୍ଷଭିର୍ଯ୍ୟଜତ୍ରାଃ स्थिरैरङ्गैस्तुष्टुवां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 स्तुष्टु
स्वस्ति न इंद्रो बुद्धस्रवाः स्वस्ति न पूषा विश्ववेदाः स्वस्ति नस्तार्क्ष्यरिष्टनेमिः स्वस्ति न बृहस्पतिर्दधातु। ओम शांति शांति शांति। এই শান্তি মন্ত্রে এটি ঋষিমানে সেই দিব্ୟଦ୍ରଷ୍ଟା ଋଷିମାନେ ସେହି ମନ୍ତ୍ରଦ୍ରଷ୍ଟା ଋଷିମାନେ ଏଠି ତାଙ୍କର ଭୌତିକ ଶରୀରକୁ ପ୍ରାର୍ଥନା କରୁଛନ୍ତି ଶକ୍ତିଶାଳୀ କରିବା ପାଇଁ, ଯାହାକୁ ସେ ଦିବ୍ୟର ବାର୍ତ୍ତାକୁ ଧାରଣ କରିବ, ସେହି ଜ୍ଞାନକୁ ଧାରଣ କରିବା ପାଇଁ ଆମର ମସ୍ତିଷ୍କ କେମିତି ପ୍ରସ୍ତୁତ ହେବା କଥା, ଆର ମନ କେମିତି ପ୍ରସ୍ତୁତ ହେବ, ଆମ ଶରୀର କେମିତି ପ୍ରସ୍ତୁତ ହେବ, ଆମ କର୍ଣ୍ଣ କେମିତି ପ୍ରସ୍ତୁତ ହେବ, ଏମାନେ ଏତେ ଦୁର୍ବଳ ଯେ ତାଙ୍କୁ ଧରି ରଖି ପାରୁନାହାନ୍ତି। ଏମାନେ ଯଦି ଶକ୍ତିଶାଳୀ ନ ହେବେ ସେ ପରମ ଊର୍ଜାକୁ ଧାରଣ କରିପାରିବେ ନାହିଁ। ତାଙ୍କ ସମଗ୍ର ଜୀବନ ଏ ଊର୍ଜା ସହିତ ଜୀବନ ବଞ୍ଚିବ ନାହିଁ। ସେଥିପାଇଁ ସେମାନେ ସବୁବେଳେ ଆଗରେ ସେମାନେ ପ୍ରାର୍ଥନା କରୁଛନ୍ତି। ସେ ପ୍ରଥମେ ଓମ୍ ଉଚ୍ଚାରଣ ହିଁ କରୁଛନ୍ତି। ଓମ୍ ହେଉଛି ସେଇ ବୀଜ ଶକ୍ତି, ଏକମାତ୍ର ପରମା ଶକ୍ତି, ସିଏ ହିଁ ଧାରକ। ତାକୁ ସୁନ୍ଦର ଭାବରେ କଠୋର ଉପନିଷଦରେ ଅବଲମ୍ବନମ୍ ବୋଲି କହିଛନ୍ତି। ଏତତ୍ ଅବଲମ୍ବନମ୍ ଶ୍ରେଷ୍ଠମ୍, ଏତତ୍ ଅବଲମ୍ବନମ୍ ପରମ୍, ଏକ ଅବଲମ୍ବନମ୍ ଜ୍ଞାତ୍ୱା ସର୍ବଲୋକ ମହୀୟତେ। ଓଂ ହେଉଛି ସର୍ବଶ୍ରେଷ୍ଠ ଅବଲମ୍ବନ। ତାହାରି ମାଧ୍ୟମରେ ତାରି ସହିତ ସଂଯୁକ୍ତ ହେଲେ ହିଁ ସେହି ପରମା ଶକ୍ତିକୁ ଆମେ ନିଜର ଶରୀର ଭିତରେ ଧାରଣ କରିପାରିବା। ସେଥିପାଇଁ ସବୁ କଥାରେ ଯଦି ଓଂ ଉଚ୍ଚାରଣ ନ କରିକି ଯଦି ମନ୍ତ୍ର କରାଗଲା, ସେ ମନ୍ତ୍ରର ଅର୍ଥ କିଛି ନାହିଁ। ଯେମିତି ଏକ ପରେ ଶୂନ, ଏକ ହେଉଛି ଓଂ, ଆଉ ତାପରେ ଯେତେ ଶୂନ ଲଗେଇଲେ ଯେମିତି ହଜାର ହଜାର ବଢ଼ିଯାଏ, ସେମିତି ଓଂ ନ କହିକି ଯଦି ମନ୍ତ୍ର କୁହାଯିବ
ବା ଏକ ନ ଲେଖିକି ଯଦି ଶୂନ ବସାଯିବ, ଯାହାର କିଛି ମୂଲ୍ୟ ରହେ ନାହିଁ, ସେମିତି ଓଂ ନଃ କହିକି ଯଦି ମନ୍ତ୍ର କୁହାଯିବ ତାର କିଛି ମୂଲ୍ୟ ରହେ ନାହିଁ। କାରଣ ଶ୍ରୀଅରବିନ୍ଦ ସୁନ୍ଦର ଭାବରେ କହିଛନ୍ତି, ଦି ଓଂ ଇଜ୍ ଦି ସିଗ୍ନେଚର ଅଫ୍ ଦି ଗଡ୍ ଡିଭାଇନ୍। ସେ ହିଁ ପ୍ରଥମ ସ୍ୱାକ୍ଷର, ସେ ହିଁ ଆମକୁ ପ୍ରତିଷ୍ଠା କରିଛି, ଏଠି ରୂପ ଗ୍ରହଣ କରିଛି। ତେଣୁ ସେ ଓଂ ସହିତ ଆମେ ଯାତ୍ରା କରିବା। ସେ କହୁଛି ଓଂ ଭଦ୍ରଂ କର୍ଣ୍ଣେଭିଃ ଶୃଣୁୟାମ ଦେବା। ହେ ଭଦ୍ର, ହେ ମଙ୍ଗଳମୟ ପ୍ରଭୁ, ଶୃଣୁୟାମ କର୍ଣ୍ଣେଭିଃ ଶୃଣୁୟାମ ଦେବା। ଏହି କର୍ଣ୍ଣ ଦ୍ୱାରା ମୁଁ ଯେପରି ସେହି କଲ୍ୟାଣର ବଚନ, ସେହି ଭଦ୍ର ବଚନ, ସେହି ପରମ ବଚନ ମୁଁ ଯେପରି ଶ୍ରବଣ କରିପାରେ। ଭଦ୍ରଂ ପଶ୍ୟମାକ୍ଷଭିର୍ଯ ଯାତ୍ରା। ହେ ପରମ ପ୍ରଭୁ, ପଶ୍ୟମାକ୍ଷମ ଯାତ୍ରା, ମୋର ଏଇ ପଶ୍ୟେ ଅର୍ଥାତ୍ ମୋର ଏଇ ନେତ୍ରରେ ଆପଣଙ୍କର ସେଇ କଲ୍ୟାଣକାରୀ ଯୋଜନାକୁ ମୁଁ ଯେପରି ଦର୍ଶନ କରିପାରେ, ଦୃଶ୍ୟକୁ ମୁଁ ଯେପରି ଦର୍ଶନ କରିପାରେ, ଆପଣଙ୍କ ମନ୍ତ୍ରକୁ ମୁଁ ଯେପରି ଦର୍ଶନ କରିପାରେ, ଜ୍ଞାନକୁ ମୁଁ ଦର୍ଶନ କରିପାରେ। ସେଥିପାଇଁ ମୋ ଏଇ ଚକ୍ଷୁକୁ ବଳଶାଳୀ କର, ମୋ ଏଇ କର୍ଣ୍ଣକୁ ବଳଶାଳୀ କର। ସ୍ଥିରୈରଙ୍ଗୈ ସୁଷ୍ଠୁବାଂ ସ୍ତୁଷ୍ଟୁନଭୂ। ମୋର ଶରୀର ଯେପରି ସ୍ଥିର ହଉ, ସୁଦୃଢ଼ ହଉ। ଏହି ସୁଦୃଢ଼ ଶରୀର ଗୁଡ଼ିକ, ଏହି ଶରୀରର ଅଙ୍ଗ ଗୁଡ଼ିକ ସେ ଭଗବାନଙ୍କର ଯେପରି ସ୍ତୁତିଗାନ କରିବ, ସେ ଭଗବାନଙ୍କୁ ଧାରଣ କରିପାରିବ ଏବଂ ସେ ଯେପରି ସୁସ୍ଥ ରହିବ। ସୁସ୍ତୁବାଂ ବସେମ ଦେବହିତଂ ଯଦାୟୁ। ସେ ଆୟୁ ଅର୍ଥାତ୍ ସେ ଶକ୍ତିଶାଳୀ ହଉ, ଯେପରି ଦେବହିତଂ ଯଦାୟୁ ଅର୍ଥାତ୍ ସେ ପରମାତ୍ମାଙ୍କର ସେବା କରିବା ପାଇଁ, ଆରାଧ୍ୟ କରିବା ପାଇଁ ସେପରି ସକ୍ଷମ ହୋଇ ଉଠୁ। ଏ ଶରୀର ଯଦି ସ୍ଥିର ନ ହେବ, ସୁସ୍ଥ ନ ହେବ, ସବଳ ନ ହେବ ଏବଂ ଦିବ୍ୟ ଶରୀର ଯଦି ନ ହେବ, ତାହେଲେ ନିଶ୍ଚିତ ଦେବହିତଂ ଯଦାୟୁ, ଦେବହିତ ବା ଦେବତାଙ୍କର କାର୍ଯ୍ୟ ସେ କରିପାରିବ, ସେବା ସେ କରିପାରିବ ନାହିଁ, ପରମଙ୍କର ସେବା କରିପାରିବ ନାହିଁ। ତେଣୁ ହେ ଦେବଗଣ, ତୁମେମାନେ ମୋତେ ଶକ୍ତି ପ୍ରଦାନ କର। ଏଠି ଓଂ ଅର୍ଥ ସେଠି ସ୍ଥୂଳ ଦେବତାମାନଙ୍କୁ ଆହ୍ୱାନ କରାଯାଉଛି ଏବଂ ପରମଙ୍କୁ ମଧ୍ୟ ଆହ୍ୱାନ କରାଯାଉଛି। ଯାହା ଆମେ ପ୍ରାପ୍ତ କରିଛୁ, ଆମର ମସ୍ତିଷ୍କ, ଆମ କର୍ଣ୍ଣ, ଆମ ଚକ୍ଷୁ, ଆମ ଶରୀର, ଏମାନେ ଶକ୍ତିଶାଳୀ ହୁଅନ୍ତୁ, ଏମାନେ ଯେପରି ଯୋଗ୍ୟ ହୁଅନ୍ତୁ। ତାପରେ ସେ ସୁନ୍ଦର ଭାବରେ କହୁଛନ୍ତି, ସ୍ୱସ୍ତି ନ ଇନ୍ଦ୍ରୋ ବୁଦ୍ଧଶ୍ରବା, ସ୍ୱସ୍ତି ନ ପୂଷା ବିଶ୍ୱବେଦାଃ, ସ୍ୱସ୍ତି ନସ୍ତାର୍ଘ୍ୟ ଅରିଷ୍ଟନେମିଃ, ସ୍ୱସ୍ତି ନ ବୃହସ୍ପତିର୍ଦଧାତୁ। ଏଠି ସ୍ୱସ୍ତି ଅର୍ଥାତ୍ ମଙ୍ଗଳ, କାରଣ ଏଠି ପରମଙ୍କର ଯେଉଁ ବିଜୟ ଗାନ ହେଉଛି, ଏଠି ପରମ ତାଙ୍କର ବିଜୟ ଜୟଲାଭ କରନ୍ତୁ। ଏଠି ଶରୀରର ବା ବ୍ୟକ୍ତିର ଏଠି ଜୟ ହେଉନାହିଁ, ଏଠି ପରମଙ୍କର ସାମ୍ରାଜ୍ୟ ପ୍ରତିଷ୍ଠା ହେଉ ଏବଂ ଯଶବାନ ହୁଅନ୍ତୁ ସେ ସେଇପାଇଁ ସେ ଇନ୍ଦ୍ରକୁ ଏଠି ପ୍ରାର୍ଥନା କରୁଛନ୍ତି ଯେ ଇନ୍ଦ୍ର ତୁମେ ସ୍ୱସ୍ତି ନ, ଏଠି ନ ଅର୍ଥ ଏଠି ଆମ ସମସ୍ତଙ୍କୁ ବା ଆମ ଦୁଇ ଜଣଙ୍କୁ, ଆମ ଗୁରୁ ଶିଷ୍ୟ ଉଭୟଙ୍କୁ କଲ୍ୟାଣ କରନ୍ତୁ। ସ୍ୱସ୍ତି ଅର୍ଥ କଲ୍ୟାଣ କରିବା। ସ୍ୱସ୍ତି ନ ଇନ୍ଦ୍ର ବୁଦ୍ଧଶ୍ରବା, ଏବଂ ସ୍ୱସ୍ତି ନ ପୂଷା ବିଶ୍ୱଦେବା ବିଶ୍ୱବେଦା, ଏବଂ
ହେଉଛି ବିଶ୍ୱବେଦା। ଏଠି ବୁଦ୍ଧଶ୍ରବା ହେଉଛି ଯିଏ ଶତ୍ରୁକୁ ଦମନ କରେ, ସେ ହେଉଛନ୍ତି ବୁଦ୍ଧଶ୍ରବା। ଅର୍ଥାତ୍ ସମସ୍ତ ଜ୍ଞାନର ଉର୍ଜା ଯିଏ ବହନ କରନ୍ତି, ଜ୍ଞାନ ଯିଏ ଅର୍ଜ କରନ୍ତି, ସେ ହେଉଛି ବୁଦ୍ଧଶ୍ରବା। ସ୍ୱସ୍ତି ନ ପୂଷା, ଏ ପୂଷା ହେଉଛନ୍ତି, ପୂଷା ଜଣେ ଦେବତା ଯିଏକି ଆମ ଭିତରେ ରହିକରି ସେ ସମସ୍ତ ଶତ୍ରୁକୁ ଦମନ କରନ୍ତି ଏବଂ ସେ ହେଉଛନ୍ତି ବିଶ୍ୱବେଦା। ସେ ବିଶ୍ୱକୁ ଜାଣିଛନ୍ତି ବା ଶକ୍ତିଶାଳୀ କରନ୍ତି। ଏବଂ ବେଦରେ ପୂଷା ଜଣେ ବିଶେଷ ଦେବତା, ସେ ପୂଷା ହେଉଛନ୍ତି ସେଇ ଶତ୍ରୁ ଦମନକାରୀ ଦେବତା। ତେଣୁ ସେଇ ଶତ୍ରୁ ଆମ ଶରୀର ଭିତରେ ଯେଉଁ ଶତ୍ରୁ ଅଛନ୍ତି, ମନ ଭିତରେ ଯେଉଁ ଶତ୍ରୁ ଅଛନ୍ତି, କର୍ଣ୍ଣ ଭିତରେ ଯେଉଁ ଶତ୍ରୁ ଅଛନ୍ତି, ତାକୁ ଦମନ କରିକି ସେ ଜ୍ଞାନକୁ ଧାରଣ କରିବା ପାଇଁ ସାମର୍ଥ୍ୟ ହୁଅନ୍ତୁ। ସ୍ୱସ୍ତି ନ ପୂଷା ବିଶ୍ୱବେଦା, ସ୍ୱସ୍ତି ନସ୍ତାର୍ଘ୍ୟ ଅରିଷ୍ଟ ନେମି। ନ ଆମମାନଙ୍କର ନସ୍ତାର୍କ୍ଷ୍ୟ, ଅର୍କ୍ଷ ଅର୍ଥ, ତାର୍କ୍ଷ୍ୟ ଅର୍ଥ ହେଉଛି ଗରୁଡ଼ ଦେବ। ଏଠି ଇନ୍ଦ୍ରକୁ ପ୍ରାର୍ଥନା କଲେ, ପୂଷାଙ୍କୁ ପ୍ରାର୍ଥନା କଲେ, ତାର୍କ୍ଷ୍ୟଙ୍କୁ ପ୍ରାର୍ଥନା କଲେ। ତାର୍କ୍ଷ୍ୟ ହେଉଛନ୍ତି ଗରୁଡ଼ ଦେବ। ହେ ଗରୁଡ଼ ଦେବ, ହେ ଶକ୍ତିଶାଳୀ ଗରୁଡ଼ ଦେବ, ଅରିଷ୍ଟ ନେମି, ଆମର ଶତ୍ରୁକୁ ଦମନ କରି ଆମର କଲ୍ୟାଣ କରନ୍ତୁ। ଏବଂ ଶେଷରେ ସେ ପ୍ରାର୍ଥନା କରୁଛନ୍ତି ସ୍ୱସ୍ତି ନ ବୃହସ୍ପତିର୍ଦଧାତୁ। ହେ ବୃହସ୍ପତି, ହେ ବୁଦ୍ଧିର ସ୍ୱାମୀ, ହେ ଜ୍ଞାନର ସ୍ୱାମୀ, ଆମର କଲ୍ୟାଣ କରନ୍ତୁ। ଓଁ ଶାନ୍ତି ଶାନ୍ତି ଶାନ୍ତି। ଏଇ ଯେଉଁ ତିନୋଟି ଶାନ୍ତି କହୁଛନ୍ତି, এই ତିନୋଟି ଭୂମିର ଶାନ୍ତି କଥା ସେ ଆଲୋଚନା କରୁଛନ୍ତି। ସେ ହେଉଛନ୍ତି ଅଧିଭୌତିକ ଶାନ୍ତି, ଅଧିଦୈବିକ ଶାନ୍ତି ଏବଂ ଆଧ୍ୟାତ୍ମିକ ଶାନ୍ତି ଆମକୁ ଦାନ କରନ୍ତୁ। ତେଣୁ ଏ ତ୍ରିପଦ ଶାନ୍ତିକୁ ଉଚ୍ଚାରଣ କରୁଛନ୍ତି, ତାକୁ ଆଉ ଥରେ ଶ୍ରବଣ କରିବା। ଓଁ ଭଦ୍ରଂ କର୍ଣ୍ଣେଭିଃ ଶୃଣୁୟାମ ଦେବାଃ, ଭଦ୍ରଂ ପଶ୍ୟେମାକ୍ଷଭିର୍ଯଜତ୍ରାଃ, ସ୍ଥିରैरङ्गैः सुष्ठुवांस्तुष्टुनुभिर्वसेम देवहितं जदायुः। स्वस्ति न इन्द्रो बुद्धश्रवाः, स्वस्ति न पूषा विश्ववेदाः, स्वस्ति नस्तार्क्ष्यो अरिष्टनेमिः, स्वस्ति न बृहस्पतिर्दधातु। ओं शांति शांति शांति। এই অতি পবিত্র অনেক ଶାନ୍ତି ମନ୍ତ୍ର ପରେ ଆମେ ଆଜି ପ୍ରଥମ ଗୋଟିଏ ଶ୍ଲୋକ ହିଁ ଆମେ ତାକୁ ଅଧ୍ୟୟନ କରିବା। ମୁଁ ଭାବୁଛି ଅଧ୍ୟୟନ କରିବାନି, ଏହି ଶାନ୍ତି ମନ୍ତ୍ରକୁ ନେଇକରି ଆମେ ପରସ୍ପର ଆଲୋଚନା କରିବା ଏବଂ ଆସନ୍ତା ଥରକୁ ହିଁ ଆମେ ପିପ୍ପଳଦଙ୍କର ଅଥର୍ବ ବେଦର ପ୍ରଶ୍ନ ଉପନିଷଦକୁ ପଢ଼ିବା, ଅଧ୍ୟୟନ କରିବା, ଆଲୋଚନା କରିବା। ବର୍ତ୍ତମାନ ଆମେ ସମସ୍ତେ ସେଇ କଥାକୁ ଆଲୋଚନା କରିବା। ବର୍ତ୍ତମାନ ମୁଁ ରବି ଭାଇଙ୍କୁ ଅନୁରୋଧ କରିବି। କଳ୍ପତରୁ ଭାଇ, ଆଜ୍ଞା, ହ୍ୟାଲୋ, ହଁ ନମସ୍କାର। ଆଉ ସମସ୍ତଙ୍କୁ ଶ୍ରଦ୍ଧା। ତେଣୁ ଶାନ୍ତି ମନ୍ତ୍ର ସହିତ ଆଉ ଆମେ ଭାବିପାରିବା ଆଜି ପ୍ରଥମ ମନ୍ତ୍ରଟା ଅଧ୍ୟୟନ ହଉ। ଶାନ୍ତି ମନ୍ତ୍ର ତ ଗୋଟେ ଉପକ୍ରମଣିକା, ଆଉ ତା ସହିତ ଗୋଟେ ପ୍ରଥମ ମନ୍ତ୍ରଟା ଆଜି ଅଧ୍ୟୟନ କରାଯାଇପାରିବ। ଏଇଟା ମୋର ଅନୁରୋଧ, ଆପଣମାନେ ବିଚାର। ହଁ ଠିକ୍ ଅଛି, ଯାହା ପଢ଼ିଦେବା, ପ୍ରଥମ ମନ୍ତ୍ରଟି ପଢ଼ିଦେବା। ପ୍ରଥମ ପ୍ରଶ୍ନ। କଳ୍ପତରୁ ଭାଇ ନମସ୍କାର। 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 ଆପଣ ଯୋଉ ପୁଷ୍କରିଣୀ ଶବ୍ଦଟି କହିଲେ, ପୁଷ୍କରିଣୀ ଅର୍ଥ କଣ କହିଲେ? ପୁଷ୍ୟା। କାହାକୁ ପଚାରୁଛନ୍ତି? ପୁଷ୍କରିଣୀ, ଆଜ୍ଞା, କୋଉ ଶବ୍ଦଟି? ଯୋଉ ଆପଣ ଶାନ୍ତି ମନ୍ତ୍ର କହିଲେ ନା, ସେଥିରେ ଗୋଟେ ପୁଷ୍କରିଣୀ ଶବ୍ଦଟା କହିଲେ।
पुष्पन्न ना तो ପୁଷ୍ପର୍ଣ୍ଣ ଆଜ୍ଞା ଆମର ଈଶୋପନିଷଦର 17 ଶ୍ଲୋକରେ ନାହିଁ କି ପୁଷ୍ପର୍ଣ୍ଣ ପ୍ରବୃଣନ୍ତି ତ ନାହିଁ, ସେ ପୁଷ୍ପର୍ଣ୍ଣ ଶବ୍ଦର ଅର୍ଥ କଣ କହିଲେ? ମୁଁ ବୁଝିପାରୁନି ପୁଷ୍ପନ୍ନ ତ ଟିକେ କିଛି ଆଲୋଚନା ହେଇନି। ପୁଷ୍ପର୍ଣ୍ଣ ପୁଷ୍ପର୍ଣ୍ଣ पूषा 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 देवा ପୂଷା ପୂଷା विश्वदेवा। ପୂଷା ବିଶ୍ୱଦେବା। ପୂଷା ଜଣେ ଦେବତା, ସେ ବେଦର ଦେବତା ଏବଂ ସେ ସେ ହେଉଛନ୍ତି ବିଶ୍ୱଦେବା, ଯିଏକି ସମସ୍ତ ଜ୍ଞାନର ଅଧିଷ୍ଠାତ୍ରୀ ବା ଧାରଣକର୍ତ୍ତା। ସେ ପୂଷା ପୂଷା ଇଳା ସରସ୍ୱତୀ ଏମାନେ ଦେବୀ, ଆଉ ସେମାନେ ବେଦର ଦେବତା ବୋଲିକୁ ତାକୁ ପ୍ରାର୍ଥନା କରାଯାଇଛି। ଠିକ ଅଛି। ଏଇଠି ପ୍ରଥମ ଶ୍ଲୋକଟେ ଆମେ ପ୍ରଥମ ପ୍ରଶ୍ନ ବା ଆଲୋଚନା କରିବା। ଓଂ ସୁକେଶୋ ଚ ଭରଦ୍ୱାଜଃ ଶୈବଶ୍ଚ ସତ୍ୟକାମ ସୌର୍ଯ୍ୟାୟଣୀ ଚ ଭାଗାର୍ଗ୍ୟଃ କୌଶଲ୍ୟାଶ୍ଚ ସ୍ୱଲାୟନ ଭାର୍ଗବୋ ବୈଦର୍ଭୀ କବନ୍ଧୀ କାତ୍ତାୟନସ୍ତେ ହୈତେ ବ୍ରହ୍ମ ପରା ବ୍ରହ୍ମନିଷ୍ଠଃ ବ୍ରହ୍ମଂ ବ୍ରହ୍ମାନ୍ୟସୋମାଣା ଏଷୋ ହବୈ ତତ୍ସର୍ବଂ ବକ୍ଷ୍ୟାତିତି ତେହ ସମିତ୍ପାଣୟ ଭଗବନ୍ତଂ ପିପ୍ପଳାଦ ମୁପସନ୍ନାଃ। ଓଂ ଏଇଠି ୟାର ଗୋଟେ କାହାଣୀ ରହିଛି ୟା ପୃଷ୍ଠରୁ ଯେ 6 ଜଣ ଋଷିପୁତ୍ର ପିପ୍ପଳଦଙ୍କ ପାଖକୁ ଆସିଛନ୍ତି 6ଟି ପ୍ରଶ୍ନ ନେଇକରି, ଏବଂ ସେମାନେ ଥିଲେ ସମସ୍ତେ ବ୍ରହ୍ମନିଷ୍ଠ। ସେ କିଏ କିଏ ଆସିଛନ୍ତି ନା ସୁକେଶୋଚ ଭରଦ୍ୱାଜ, ଯେ ଭରଦ୍ୱାଜଙ୍କର ପୁତ୍ର ସୁକେଶ ସିଏ ଆସିଛନ୍ତି, ଏବଂ ଶୈବଶ୍ଚ ସତ୍ୟକାମ ଯେ ଶିବିକୁମାର ଏ ପ୍ରତ୍ୟେକ ଶବ୍ଦ ସହିତ ଏ ଋଷିମାନଙ୍କ ନାମ ସହିତ ଗୋଟେ ଗୋଟେ ସୁନ୍ଦର ଅର୍ଥ ଶ୍ରୀ ଅରବିନ୍ଦ ମଧ୍ୟ କରିଛନ୍ତି, ବେଦରେ କରିଛନ୍ତି। ଯେ ଯେମିତି ଭରଦ୍ୱାଜ ଅର୍ଥ ସେ କରିଛନ୍ତି ଯେ ସମସ୍ତର ମାନେ ଭୌତିକ ସମ୍ପଦକୁ ପୃଥିବୀପୃଷ୍ଠକୁ ବହନ କରିବାରେ ଯିଏ ଭାର ରୂପେ ଗ୍ରହଣ କରିଛନ୍ତି ସେ ଭାରଦ୍ୱାଜ ଯେତେବେଳେ ମାନେ ଔଷଧ ଆସିଲା ବା ଯେତେବେଳେ ପ୍ରଥମେ ଯେତେବେଳେ ଭେଷଜ ବିଜ୍ଞାନ ଆସିଲା, ଏ ଭେଷଜ ବିଜ୍ଞାନର ପ୍ରଥମେ ସେ ହିଁ ତାଙ୍କୁ ବହନ କରିକିରି ବ୍ରହ୍ମାଙ୍କ ପାଖରୁ ଆଣିଥିଲେ, ଏବଂ ତାକୁ ଯେମିତି ସବୁ କାହାଣୀ ରହିଛି ଯେ ତାକୁ ଆମର ଧନ୍ୱନ୍ତରୀ ତାକୁ ଧାରଣ କଲେ ଭରଦ୍ୱାଜଙ୍କ ପାଖରୁ, ପ୍ରଥମେ ଆଣିଥିଲେ ଭରଦ୍ୱାଜ। ସେମିତି ସତ୍ୟକାମ ଦୁଇ ପ୍ରକାର ସତ୍ୟକାମ ଅଛନ୍ତି, ଜଣେ ଜାବାଳ ସତ୍ୟକାମ ଜଣେ ଅଛନ୍ତି ସେ ଛାନ୍ଦୋଗ୍ୟ ଉପନିଷଦରେ। ଇଏ ଆଉ ଜଣେ ସତ୍ୟକାମ ଯେ ଶିବି ବଂଶର ଶିବି କୁମାର, ସିଏ ଜଣେ ସତ୍ୟକାମ, ସିଏ ଜଣେ ଋଷିପୁତ୍ର। ଆଉ ସୌର୍ଯ୍ୟାୟଣୀଚ ଜଣେ ଗାର୍ଗ୍ୟଙ୍କ ପୁତ୍ର ବା ଗାର୍ଗ୍ୟ ବଂଶର ଯେ ସନ୍ତାନ ସିଏ ହେଉଛନ୍ତି ସୌର୍ଯ୍ୟାୟଣୀ, ଏବଂ କୌଶଲ୍ୟାଶ୍ଚ ଅଶ୍ୱଲାୟନ ସିଏ ହେଉଛନ୍ତି କୋଶଳ ଦେଶର ଜଣେ ଋଷି, ତାଙ୍କ ନାମ ଅଶ୍ୱାୟନ, ସିଏ ଆସିଛନ୍ତି। ଭାର୍ଗବ ବୈଦର୍ଭୀ ସେ ହେଉଛନ୍ତି ଯେ ବିଦର୍ଭ ନଗରୀ ଗୋଟେ ଥିଲା, ସେ ବିଦର୍ଭ ଦେଶର ଋଷି ସିଏ ହେଉଛନ୍ତି ଭାର୍ଗବ, ସିଏ ଆସିଛନ୍ତି। ଏବଂ କବନ୍ଧୀ କାତ୍ତାୟନସ୍ତେ, ଏବଂ କାତ୍ତାୟନଙ୍କର ପୁତ୍ର ସେ ହେଉଛନ୍ତି କବନ୍ଧୀ,
ଏ ଜଣେ ଆସିଛନ୍ତି, ଏମାନେ ବିଭିନ୍ନ ଜାଗାରୁ ଆସିଛନ୍ତି। କିଏ ବିଦର୍ଭରୁ ଆସିଛନ୍ତି, ଆଉ କିଏ କୁଶଳ ରାଜ୍ୟରୁ ଆସିଛନ୍ତି, ଏମିତି ବିଭିନ୍ନ ଜାଗାରୁ ଆସିଛନ୍ତି ଏବଂ ସମସ୍ତେ ଋଷିପୁତ୍ର। ଏବଂ ସେଇଠି ସୁନ୍ଦର ଭାବେ ଲେଖା ହେଇଛି ଯେ ହୋଇତେ ବ୍ରହ୍ମପରା ବ୍ରହ୍ମନିଷ୍ଠା, ଏମାନେ ସମସ୍ତେ ବ୍ରହ୍ମପରା ଅର୍ଥାତ୍ ପରମ ବ୍ରହ୍ମଙ୍କ ଜଗତରେ ବାସ କରନ୍ତି, ଅର୍ଥାତ୍ ବ୍ରହ୍ମଙ୍କ ସହିତ ସେମାନେ ଜୀବନଯାପନ କରନ୍ତି। ବ୍ରହ୍ମ ଶକ୍ତି ସହିତ ସେମାନଙ୍କର ଆଦାନ ପ୍ରଦାନ ହୁଏ ଏବଂ ସେମାନେ ବ୍ରହ୍ମନିଷ୍ଠ। ଏହି ବ୍ରହ୍ମପରା ବ୍ରହ୍ମନିଷ୍ଠ ଶବ୍ଦଟି ଅତି ଗୁରୁତ୍ୱପୂର୍ଣ୍ଣ ଶବ୍ଦ। ଏମାନେ ସମସ୍ତେ ଜଣେ ସେଠି ଅନୁସନ୍ଧିତ୍ସୁ ବ୍ରହ୍ମଙ୍କ ସହିତ ଜୀବନ ବଞ୍ଚୁଛନ୍ତି ଏବଂ ସେମାନେ ବ୍ରହ୍ମନିଷ୍ଠା ଶବ୍ଦଟି କେତୋଟି କଥାଟି ଉପରେ ନିର୍ଭର କରୁ। ସେମାନେ ମାନେ ଇନ୍ଦ୍ରିୟ ସଂଯମୀ, ଯେଉଁ ସେଇମାନେ ବ୍ରହ୍ମନିଷ୍ଠ, ଯେଉଁମାନେ ଇନ୍ଦ୍ରିୟ ସଂଯମୀ, ଯେମ ସମ ଦମ ଜ୍ଞାନ ଏବଂ ଏହା ସହିତ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ଏବଂ ତା ସହିତ ସେମାନେ ବ୍ରହ୍ମଙ୍କ ସହିତ ସେଇ ପରମ ଊର୍ଜା ସହିତ ରହନ୍ତି। ଏମାନେ ସମସ୍ତେ ଋଷିପୁତ୍ର, ତାଙ୍କ ପିତା ବା ତାଙ୍କ ବଂଶ ସମସ୍ତେ ଋଷି ଏବଂ ତାଙ୍କର ଋଷିଙ୍କର ସମସ୍ତ କାର୍ଯ୍ୟକୁ ଏମାନେ ବହନ କରୁଛନ୍ତି। ତଥାପି କିଛି କିଛି ପ୍ରଶ୍ନ ରହିଛି, ଯେଉଁ ପ୍ରଶ୍ନ କି ସେ ବ୍ରହ୍ମଙ୍କ ସହିତ ଯେଉଁ ପ୍ରଶ୍ନ ବା ବ୍ରହ୍ମଙ୍କ ପଥରେ ଯାତ୍ରା କରିବାର ଏବଂ ଏ ଜଗତକୁ ନେଇକି ପ୍ରଶ୍ନ, ଏ ସଂସାରକୁ ନେଇକି କିଛି ପ୍ରଶ୍ନ ଅଛି ତାଙ୍କର, ବ୍ରହ୍ମଙ୍କୁ ନେଇ କିଛି ପ୍ରଶ୍ନ ଅଛି, ଦେବତାମାନଙ୍କୁ ନେଇ କିଛି ପ୍ରଶ୍ନ ଅଛି, କିଛି ଅତିଭୌତିକ ପ୍ରଶ୍ନ ରହିଛି, ଅତିଦୈବିକ ପ୍ରଶ୍ନ ରହିଛି ଏବଂ ଆଧ୍ୟାତ୍ମିକ ପ୍ରଶ୍ନ ମଧ୍ୟ ରହିଛି। ଯେଉଁ ପ୍ରଶ୍ନ କି ସେମାନେ ଅନ୍ୟଠୁ ପାଇଛନ୍ତି କିଛି ମାତ୍ରାରେ, କିନ୍ତୁ ସେମାନଙ୍କର ବିଶ୍ୱାସ ଯେ ଏମିତି ଜଣେ ଋଷି ଅଛନ୍ତି ଯିଏକି ତାଙ୍କର ଯେଉଁ ଏଷଣାକୁ ବ୍ରହ୍ମେଷଣା, ସେମାନେ ପରଂ ବ୍ରହ୍ମାନ୍ୱେଷଣା, ସେ ପରମ ବ୍ରହ୍ମେଷଣ ଅନ୍ୱେଷଣର କୁ ତାଙ୍କୁ ପଥ ସୁଗମ କରିପାରିବେ, ସେ ହେଉଛନ୍ତି ପିପ୍ପଳଦ। ତେଣୁ ପରଂ ବ୍ରହ୍ମନ୍ୱେଷଣା ଏଷ ହବୈ ସର୍ବମିଦଂ ବକ୍ଷ୍ୟତିତି ତେହ ସମିତ ପାଣୟୋ ଭଗବନ୍ତଂ ପିପ୍ପଳାଦ ସମୁତ୍ପନ୍ନା। ସେମାନେ ସେଇ ପରମ ବ୍ରହ୍ମଙ୍କର ଅନୁସନ୍ଧାନ କରିବା ନିମିତ୍ତ ବ୍ରହ୍ମନ୍ୱେଷଣା ସେମାନେ ପିପ୍ପଳଦ ଋଷିଙ୍କ ପାଖକୁ ଆସିଛନ୍ତି ଏବଂ ସେଇ ଠିକ୍ ତାକୁ ନିର୍ଦ୍ଦେଶ ଦେଇପାରିବେ। ଏବଂ ତାଙ୍କ ପାଖରେ ଗୋଟେ କିସ ନେଇକରି ଆସିଛନ୍ତି ନା, ସେମାନେ ସମିଧା ସମିତ ପାଣୟ, ସେମାନେ ସମିଧ ନେଇକରି ଆସିଛନ୍ତି ହାତରେ। ସମିଧ ଏବଂ ସମିଧା, ସମିଧ ହେଉଛି କାଠ, ସମିତ ପାଣୟ ଅର୍ଥାତ୍ କାଠ ସହିତ ପାଣୟ ମାନେ ପାଣ, ହାତ ଦୁଇ ହାତରେ କୁଶ ଏବଂ କାଠ ଏ ଦୁଇଟା ଧରିକି ସେ ଆସିଛନ୍ତି। ଯେତେବେଳେ ଋଷିଙ୍କ ପାଖକୁ ଶିଷ୍ୟମାନେ ଆସୁଥିଲେ, ସେମାନେ ତିନିଟି ଜିନିଷ ଧରିକି ଆସୁଥିଲେ। ଗୋଟେ ହେଉଛି ତଣ୍ଡୁଳ, ଆଉ ଗୋଟେ ହେଉଛି ଘୃତ, ଆଉ ଗୋଟେ ହେଉଛି ସମିଧ। ଶ୍ରୀ ମଧ୍ୟ ଏଇ ତିନିଟାକୁ ଅଲଗା ଅଲଗା ବ୍ୟାଖ୍ୟା କରିଛନ୍ତି ଯେ ସମିଧ ହେଉଛି ଗୋଟେ ଜୀବନୀ ଶକ୍ତି, ଗୋଟେ ଊର୍ଜା ଶକ୍ତି ଶରୀରର, ଗୋଟେ ଶକ୍ତିଶାଳୀ ଶରୀରକୁ ଧରିକି, ଯେ ଶରୀର କି ସଂଯମୀ ଶରୀର, ବ୍ରହ୍ମଚର୍ଯ୍ୟ ଶରୀର ଏବଂ ଇନ୍ଦ୍ରିୟଗ୍ରାହୀ ଶରୀର, ସବୁକିଛି ଗ୍ରହଣ କରିବାର ଏବଂ ଊର୍ଜାକୁ ବିକଶିତ କରିବାର ତାର ସାମର୍ଥ୍ୟ ଥିବ, ସେହି ପ୍ରକାର ଶରୀର ଧରିକି ସେ ଆସିଛନ୍ତି। ତାକୁ ସମିଧ ବୋଲି କହୁଛନ୍ତି। ଯିଏ ସମିଧକୁ ଶରୀରକୁ ତାଙ୍କ ଆଗରେ ପାଦ ତଳେ ଅର୍ପଣ କରିବେ ଗୁରୁଙ୍କ ପାଖରେ। ଏବଂ ଘୃତ ନେଇକରି ଆସିଛନ୍ତି, ଅର୍ଥାତ୍ ସେମାନେ କିଛି ଜ୍ଞାନର ଅଧିକାରୀ। ଘୃତ ହେଉଛି ଜ୍ଞାନ ଏବଂ ସେଇ ଜ୍ଞାନଟି ପର୍ଯ୍ୟାପ୍ତ ତାଙ୍କ ପାଇଁ ନୁହେଁ। ସେଥିପାଇଁ ଅଧିକ ଜ୍ଞାନ ପ୍ରାପ୍ତ କରିବା ପାଇଁ ତାଙ୍କର ଯେଉଁ ଜ୍ଞାନଟି ତାଙ୍କୁ ଆଗେ ଗୁରୁଙ୍କ ପାଦ ତଳେ ସମର୍ପଣ କରୁଛନ୍ତି ଏବଂ ତାପରେ ତାଙ୍କର କଥାଟି ପଚାରୁଛନ୍ତି ବା ତାଙ୍କ ଜିଜ୍ଞାସାଟେ ପଚାରୁଛନ୍ତି। ଏବଂ ତଣ୍ଡୁଳ, ତଣ୍ଡୁଳ ସିଏ ମଧ୍ୟ ଏକ ଜୀବନୀ ଶକ୍ତି। ସିଏ ହେଉଛି ସମସ୍ତ ପ୍ରାଣର ଅଧିକାରୀ।
ପ୍ରାଣଶକ୍ତି, ଗୋଟେ ହେଉଛି ପ୍ରାଣଶକ୍ତି, ଗୋଟେ ହେଉଛି ମନଶକ୍ତି ଏବଂ ଗୋଟେ ଗୋଟେ ଶରୀରର ଶକ୍ତି। ଏ ତିନୋଟି ଶକ୍ତିକୁ ସେ ସମର୍ପଣ କରନ୍ତି ଗୁରୁଙ୍କ ପାଦ ତଳରେ ଏବଂ ସେଇଟାର ଗୋଟେ ପ୍ରତୀକାତ୍ମକ ହେଉଛି ତଣ୍ଡୁଳ, ଘୃତ ଏବଂ ସମିଧ। ଏଇଟାକୁ ହାତରେ ଧରିକିରି ସେମାନେ ପିପ୍ପଳଦଙ୍କ ପାଖକୁ ଆସିଛନ୍ତି ଏବଂ କହୁଛନ୍ତି ପିପ୍ପଳଦମ୍ ଭଗବନ୍ତଂ ପିପ୍ପଳଦଂ ସମୁତ୍ପନ୍ନା, ଅର୍ଥାତ୍ ସେ ଋଷିଙ୍କୁ ସେମାନେ ଭଗବାନ ବୋଲି କହୁଛନ୍ତି। ହେ ଗୁରୁଦେବ, ଆମର ଜିଜ୍ଞାସା ରହିଛି, ଆମର ଜିଜ୍ଞାସାକୁ ଉନ୍ମୋଚନ କରନ୍ତୁ, ବା ଆମେ ଯେଉଁ ପ୍ରଶ୍ନ ପଚାରିବା ସେ ପ୍ରଶ୍ନର ସମାଧାନ କରନ୍ତୁ। ଏହି ପ୍ରଶ୍ନ ନେଇକରି ସେମାନେ ଆସିଛନ୍ତି। ସେ ହେଉଛନ୍ତି ସୁକେଶ, ସତ୍ୟକାମ, ସୌର୍ଯ୍ୟାୟଣୀ, ଅଶ୍ୱଳାୟନ ଆଉ ଭାର୍ଗବ ଏବଂ କବନ୍ଧି। ଏଇ 6 ଜଣ ଋଷି 6ଟି ପ୍ରଶ୍ନ ନେଇକରି ଆସିଛନ୍ତି ଏବଂ ପିପ୍ପଳଦଙ୍କ ପାଖରେ ହାତରେ ଆଣିଥିବା ସମିଧକୁ ସମର୍ପଣ କରୁଛନ୍ତି ଏବଂ ତାଙ୍କର ବ୍ରହ୍ମ ଜିଜ୍ଞାସା ତାଙ୍କ ଆଗରେ ରଖୁଛନ୍ତି। ପ୍ରଶ୍ନଟି ଏଇଠି ଆରମ୍ଭ ହୋଇଛି। ତାପରେ ଋଷି କ'ଣ କହୁଛନ୍ତି ଦ୍ୱିତୀୟ ଶ୍ଲୋକରେ ଆମେ ପଢ଼ିବା। ତେଣୁ ଏଇ କଥାକୁ ନେଇ ଆମେ ଆଲୋଚନା କରିବା। ରବ ଭାଇ ଆଲୋଚନା ଆରମ୍ଭ କରନ୍ତୁ, ତାପରେ ଆମେ ପରସ୍ପର ଆଲୋଚନା କରିବା। ସମସ୍ତଙ୍କୁ ନମସ୍କାର, ଶୁଭ ସକାଳ। ଆଜି ପ୍ରଶ୍ନ ଉପନିଷଦ ଆରମ୍ଭ ହେଲା।